ଆପଣଙ୍କୁ ର୍ୟାପିଡ୍ ଫାୟାରରେ ତିନୋଟା କ୍ୱେଶ୍ଚିନ୍ ପଚାରିବି ଆପଣ ନା ନେଇ ଉତ୍ତର ଦେବେ। ମୋର ପ୍ରଥମ କ୍ୱେଶ୍ଚିନ୍ ରହିବ ଓଡ଼ିଶାର ଜନପ୍ରିୟ ନେତା କିଏ? ମୋହନ ମାଝୀ ନା ନବୀନ ପଟ୍ଟନାୟକ? ନବୀନ ବାବୁଙ୍କର ଯଦି 25 ବର୍ଷର ସମୟ ଦେଖିବେ ତାହେଲେ ନିଶ୍ଚିତ ଭାବରେ ସେ ଲୋକପ୍ରିୟ ନେତା ଥିଲେ, ଏଥିରେ କୌଣସି ସନ୍ଦେହ ନାହିଁ। ସାର୍ ସୌମ୍ୟରଞ୍ଜନ ପଟ୍ଟନାୟକ ନା ଦୁଷ୍ମନ୍ତ ସ୍ୱାଇଁ? ଯଦି କହିବା ଆଜିକା ସମୟରେ ଦୁଷ୍ମନ୍ତ କୁମାର ସ୍ୱାଇଁ, ଯଦି 1.5 ବର୍ଷ 2 ବର୍ଷ ପୂର୍ବରୁ ଯିବା ତାହେଲେ ହେଉଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ। ସାର୍ ଅଟଳ ବିହାରୀ ବାଜପେୟୀ ନା ନରେନ୍ଦ୍ର ମୋଦି? ନିଶ୍ଚିତ ଭାବରେ ଅଟଳ ବିହାରୀ ବାଜପେୟୀ। ସମସ୍ତଙ୍କ ମନରେ ପ୍ରଶ୍ନ ରୁହେ ଯେ ସିଦ୍ଧାର୍ଥ ଭାଇ ରାଜନୀତିରୁ ଦୂରେଇ ଯାଇଛନ୍ତି କି? ରାଜନୀତିରୁ ତ ଦୂରେଇବାର ପ୍ରଶ୍ନ ହିଁ ଉଠୁନାହିଁ। ଆପଣଙ୍କ ଭଳି ଜଣେ ନମ୍ର ଏବଂ ଶାନ୍ତଶିଷ୍ଟ ବ୍ୟକ୍ତିତ୍ୱ କ'ଣ ଆଜିକାଲିର ସେ ଆଗ୍ରେସିଭ ରାଜନୀତି କରିବା ସମ୍ଭବ କି ସାର୍? ଯେଉଁଠି ଆଗ୍ରେସିଭ୍ ଦରକାର ସେଠି ଆଗ୍ରେସିଭ୍ ହେବେ, ଯେଉଁଠି ଭଦ୍ର ନମ୍ର ରହିବାର ଆବଶ୍ୟକତା ଅଛି ସେଇଠି ତାହା ରହିବେ। ବିଜେପି ଖଣ୍ଡପଡ଼ାକୁ ଆସିଲା ପରେ କ'ଣ ସତରେ ବିଜେପି ଘରେ ଘରେ ପହଞ୍ଚି ପାରିଛି କି? ଏହି ସରକାରର ସଫଳତାକୁ ଗ୍ରହଣ କରିଛନ୍ତି କି ନ କରିଛନ୍ତି ପଞ୍ଚାୟତ ନିର୍ବାଚନ ଏବଂ ସହରାଞ୍ଚଳ ନିର୍ବାଚନ ଯେତେବେଳେ ହେବ ତାହା କହିବେ। ଆଗାମୀ ସାଧାରଣ ନିର୍ବାଚନରେ ଇଲେକ୍ସନର ଫ୍ରଣ୍ଟଲାଇନ୍କୁ ଆସିବେ? ଯଦି ଆବଶ୍ୟକତା ପଡ଼େ ଆସନ୍ତା ନିର୍ବାଚନରେ ମଧ୍ୟ ବି ଆଗକୁ ଆସିବାରେ କିଛି ଅସୁବିଧା ନାହିଁ।